नमस्कार आपण समस्तଙ୍କୁ ଆମ ଚ୍ୟାନେଲରେ ପୁଣି ଥରେ ସ୍ୱାଗତ। ମୁଁ ରାନୁ ମୁଁ ପିଙ୍କୁ। ତ କେମିତି ଅଛନ୍ତି ଆପଣମାନେ? ଭଲରେ ଥିବେ ନିହାତି। ତ ଆକ୍ଚୁଆଲି ଦିନ ହେଲାଣି ମୋର ଏକ୍ଜାମ ଚାଲିଥିଲା ମାନେ ପ୍ରିଭିୟସ୍ ହେଲାଣି 7-10 ଦିନ ଭଳିଆ। ତ 2 ଦିନ ହେଲାଣି ଟିକେ କମ୍ପ୍ଲିକେସନ୍ସ ଥିଲା ମାନେ ଟିକେ ଜୋରଦାର ପଢ଼ା ହେଇଯାଉଥିଲା ତ ସେଥିପାଇଁ ଭିଡ଼ିଓ ଆମେ ଆଣିପାରୁନଥିଲୁ। ସେ ବି ତାର ସ୍କୁଲ ଯାଉଥିଲା ତ ସେଥିପାଇଁ ଭିଡ଼ିଓସ୍ ଆମେ ଆଣିପାରୁନଥିଲୁ 2 ଦିନ ହେଲାଣି, ସେଥିପାଇଁ ସରି। ତ ଆଜି ଆମେ ପୁଣି ଗୋଟେ ନୂଆ ଭିଡ଼ିଓ ନେଇକି ପଳେଇ ଆସିଛୁ। ଆଜି ଆମର ଅଛି ପଖାଳ କଂସା, ତା ସହିତ ମିକ୍ସ ଭେଜ୍ ମାନେ ସବୁ ପରିବାପତ୍ର ପଡ଼ିକି ପୁରା ଏମିତି ଗୋଟେ କ'ଣ ସେଇଟା ଘାଣ୍ଟ ତରକାରୀ ଯାହା ବି ହୋଇପାରିବ ଆଉ ମିକ୍ସ ଭେଜ୍ ହଁ ଘାଣ୍ଟ ତରକାରୀ ଯାହା ବି ଆଉ ସେଇଟା ଆଉ ତରକାରୀ ଭଳିଆ ପୁରା ହେଇଛି। ସେଥିରେ କ'ଣ କ'ଣ ପଡ଼ିଯିବ ଆପଣଙ୍କୁ କହିଦେଉଛି। ବନ୍ଧାକୋବି, କଖାରୁ, ତାପରେ କର୍ନ ପଡ଼ିଛି ମାନେ ମକା ଯେଉଁଟା, ତାପରେ ବିନ୍ସ ପଡ଼ିଛି, ଆଉ ସେଇଟା କ'ଣ ଗାଜର, ବିଟ୍, ସବୁ ଏମିତି ପନିପରିବା ପଡ଼ିଛି ଆଉ ଆହୁରି କେତେ ଅଛି ମୋର ନାଁ ମନେ ପଡ଼ୁନି ହଠାତ୍ ସଡନ୍ଲି। କାଜୁ ବି ପଡ଼ିଛି, କାଜୁ ଫାଜୁ ପଡ଼ି ପୁରା ମସଲା ତରକାରୀ ହେଇଛି। ତା ସହିତ ଟମାଟୋ ପୋଡ଼ା, ଏଇଟା ଆମ ବାଡ଼ି ଟମାଟୋଟା, ପୁରା ବାଡ଼ି ଟମାଟୋ ପୁରା କାଲି ଗୋଟେ ପୋଡ଼ା ପୋଡ଼ି ଗୋଟେ ହେବ। ତ ତାକୁ ଆକ୍ଚୁଆଲି ତରକାରୀଟା ଭଲ ଲାଗେନି, ସେ କହିଲା ମୋ ପାଇଁ ପୋଡ଼ାପୋଡ଼ି ତୁ କର, ଏଇଟା ବି ଖାଇବ ସେ ବଟ୍ ପୋଡ଼ାପୋଡ଼ିଟା ଟିକେ ସାଇଡ଼୍ ଆଇଟମ୍ ଆଉ। ତ ସେଥିପାଇଁ ମୁଁ ଟମାଟୋ ପୋଡ଼ା ନେଇକି ଆସିଛି। ଲଙ୍କା ବି ପୁରା ପୋଡ଼ି ଦିଆ ହେଇଛି ଶୁଖିଲା ଲଙ୍କାରୁ। ତ ଏବେ ଚାଲନ୍ତୁ ଆଗ ମୁଁ ଟିକେ ଚକଟି ଦିଏ ତାପରେ କରିବା ଆଉ। ମୁଁ ଚକଟି ସାରା ଆପଣଙ୍କୁ ଦେଖେଇବି ପୁରା କେତେ ସାରା ରସ ବାହାରୁଛି। ବାସ୍ନା ତ ପୁରା ଟମାଟୋ ବାସ୍ନା ଆସୁଛି ନା? ଅବଭିୟସଲି ଟମାଟୋ ବାସ୍ନା ବୋଲି ଆଉ କ'ଣ ହବ। ତାକୁ ଶୁଖିଲା ଲଙ୍କା ବହୁତ ପସନ୍ଦ ନା, ସେଥିପାଇଁ ମୁଁ କହିଲି ତାର ଗୋଟେ ପସନ୍ଦ ନାହିଁ ଗୋଟେ କରାଯାଉ। ତବେ ଟେଷ୍ଟ କରି ଦେଖ କେମିତି ହେଇଛି, ସେ କହିବ ଟେଷ୍ଟ କରିକି ଠିକ୍ ଠାକ୍ ଅଛି ନା କ'ଣ କମି ଅଛି ସେ ଜାଣିପାରିଲାନି। ଠିକ୍ ଅଛି, ଠିକ୍ ଅଛି। ଭାତ ତଳିବ ଆଜି ଉଡ଼ିବ। ଆଚ୍ଛା ଉଡ଼େଇବା ଚାଲନ୍ତୁ ଆଉ। ଏଇଟା ବି ଖାଇବାକୁ ପଡ଼ିବ ଏକା କିଛି ଖାଇବ ଆଉ, ଖାଲି ଧରନି ଟମାଟୋ ପୋଡ଼ା ଧରି ଭାତ ଖାଇବ। ତରକାରୀ ରେଡ଼ି ଅଛି, ଟମାଟୋ ପୋଡ଼ା ରେଡ଼ି ରେଡ଼ି।
अच्छा तो हम वीडियो को शेष करिया भल लगे निहाती लाइक कमेंट और शेयर करिए चैनल को सब्सक्राइब करदे रही नमस्कार।